ସୁନାବେଡ଼ାରେ ରକ୍ତଦାନ ଶିବିର 50 ୟୁନିଟ୍ ରକ୍ତ ସଂଗ୍ରହ। ସୁନାବେଡ଼ାରେ ବିଶ୍ୱ ରେଡକ୍ରସ ଦିବସ ଓ ବିଶ୍ୱ ଥାଲାମସେମିଆ ଦିବସ ଅବସରରେ ଭଞ୍ଜ ସଂସଦ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ହାଲ ହସ୍ପିଟାଲ ପରିସରରେ ଆୟୋଜିତ ଏହି ଶିବିରକୁ ଭଞ୍ଜ ସଂସଦର ସଭାପତି ସଞ୍ଜୟ କୁମାର ବିଶୋଇ, ହାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଞ୍ଜୟ ମହାପାତ୍ରଙ୍କ ସହ ଅନ୍ୟ ଡାକ୍ତରମାନେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ହାଲ ପ୍ରଶାସନ, ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ଫୋରମ ଏବଂ ଦ ଇନଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସର ସହଯୋଗରେ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ଅନେକ ପୁରୁଷ ଓ ମହିଳା ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। କୋରାପୁଟ ଜିଲ୍ଲା ରେଡକ୍ରସ ରକ୍ତ ଭଣ୍ଡାର ପକ୍ଷରୁ ମୋଟ 50 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କୋରାପୁଟ ସେମିଲଗୁଡ଼ାରୁ ଭେଙ୍କଟେଶ ରାଓଙ୍କ ରିପୋର୍ଟ, ନାରଦ ନ୍ୟୁଜ୍ ଓଡ଼ିଆ।